कोटि प्रणाम। जगतजननी विश्व कल्याणमयी श्री श्री बड़मा के चरण कोटि कोटि प्रणाम। जुगाचार्य पितृदेव श्री श्री भवदास जी के चरण कोटि कोटि प्रणाम। परम पूज्यपाद श्री श्री आचार्य देव के चरण कोटि कोटि प्रणाम। इष्ट परिवार सभी के चरण कोटि कोटि प्रणाम। उपस्थित अनुपस्थित दादा मनी, उपस्थित गुरु भातृ मंडली, उपस्थित गुरु मातृ मंडली, उपस्थित कुनि कुनि छुआ मानी, ଏହି କନ୍ଧପଲ୍ଲୀ ଗ୍ରାମର ସମସ୍ତ ଗ୍ରାମବାସୀ ସୁଧୀ ସଜ୍ଜନ ମଣ୍ଡଳୀ ସମସ୍ତଙ୍କୁ ମୋର ଅନ୍ତର ଆଉତରେ ଜଣାଉଛି। ତା ସଙ୍ଗେ ସଙ୍ଗେ ପରମ ପିତାଙ୍କ ଠାରେ ପ୍ରାର୍ଥନା କରୁଛି ସମସ୍ତେ ଶାନ୍ତି ସ୍ୱସ୍ତି ସୁନ୍ଦର ହୋଇ ମଙ୍ଗଳମୟ ଘଟନ୍ତୁ। ସେହି ପରମ ପିତାଙ୍କ ଠାରେ ପ୍ରାର୍ଥନା କରେ। ଆଜି ଆମର 22 ଦିନର ମାତୃ ସମ୍ମିଳନୀ 132ତମ ଶ୍ରାବଣ ପରିକ୍ରମା ଚାଲିଛି। ତାରି ଭିତରେ ଆଜି 22 ଦିନର ଯେ ମାତୃ ସମ୍ମିଳନୀ ଦେଇଛନ୍ତି ଆମର କନ୍ଧପଲ୍ଲୀର ପୂର୍ଣ୍ଣିମା ଆଉ ସୀମାଞ୍ଚଳ ଭାଇଙ୍କ ପରିବାର, ତାଙ୍କରି ମଙ୍ଗଳ କାମନା କରି ତାଙ୍କର ପଞ୍ଚ ମହାଜୀବନ ନିଷ୍କୃତ ହଉ। ସେ ଇଷ୍ଟଙ୍କୁ ଧରି ଆହୁରି ଆଗେଇ ଚାଲନ୍ତୁ। ପରମ ପିତାଙ୍କଠାରୁ ପ୍ରାର୍ଥନା କରେ। ସୁନ୍ଦର ଭାବରେ ବାଣୀ ପାଠ ଭଜନ କୀର୍ତ୍ତନ ତାରି ଭିତରେ ମା ଦେଇଥିଲେ ପ୍ରାରମ୍ଭିକ ସୂଚନା। ସମସ୍ତେ ଆନନ୍ଦରେ ଶୁଣୁଥିଲେ ଯେ ବଡ଼ ବୋହୂ 12 ବର୍ଷର ଝିଅ ବୋହୂ ହେଇକି ଆସି କେତେ ଗଣନା ସହି ସେ ଲକ୍ଷ୍ମୀ ହୋଇପାରିଥିଲେ ଆପଣମାନେ ଶୁଣୁଥିଲେ। ମୋର ସେମିତି କିଛି ଜ୍ଞାନ ନାହିଁ, ଯାହା କିଛି କୁହେ ଭୁଲ ଯଦି ଥାଏ ସମସ୍ତେ କ୍ଷମା କରିବେ, ଯଦି କିଛି ଠିକ୍ ଥାଏ ପରମ ପିତାଙ୍କର ଇଚ୍ଛା। ସେ ବଡ଼ ବୋହୂ 12 ବର୍ଷର ଝିଅ ବୋହୂ ହେଇ ଆସିଥିଲେ ଯେ ଠାକୁରଙ୍କ ଘରକୁ। ସେତେବେଳେ ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଶ୍ୱଶୁର ମା ମନମୋହିନୀ ଦେବୀ ଯେ ତାଙ୍କର ବୋହୂକୁ କେମିତି ଚଳେଇ ନେଇଥିଲେ ସୁନ୍ଦର ଭାବରେ। ଆମ ଘରକୁ ବୋହୂଟି ଆସିଲେ, ବୋହୂଟିକି କିଛି କାମ ଜଣା ନାହିଁ ବୋଲି ଯେମିତି ଆମେ 12 କଥାଟି କହିଦେଉଛନ୍ତି, ସେହିପରି ସେଇ ସମୟରେ ବି ଜଗତଜନନୀ ବଡ଼ମା ବୋହୂ କଥା ଶୁଣିଥିଲେ, କିନ୍ତୁ କୌଣସି ଉତ୍ତର ଦେଇନଥିଲେ। ଆଜିକାଲିକା ବୋହୂମାନେ ଘରୁ ଗୋଟିଏ ପଦ ଯଦି ବାହାରେ ସେ 5ଟି ପଦ କହି ପ୍ରଚାର କରିଦେବେ ଯେ ଦୁନିଆ ହାଟନାଟର କଥା ସୃଷ୍ଟି ହେଇଯିବ। ଆଉ ଘର ଗାଁ ଭିତରେ ରହିବା ଦୂରର କଥା, କୋର୍ଟ କଚେରୀ ଚାଲିଯିବ। ପରମ ପିତା ଆସିଛନ୍ତି କଳିର ଶେଷ ଭାଗରେ। ଆମେ ସମସ୍ତେ ଜାଣିଛନ୍ତି ସେ ସମସ୍ତେ ଭାବୁଥିବେ ଇଷ୍ଟବୃତ୍ତି କାହିଁକି କରାଯାଏ, ପଇସାକୁ କାହିଁକି ଦିଆଯାଏ। ସମସ୍ତଙ୍କ ଭିତରେ ଏଇ କୋଶ୍ଚିନ୍ ଜାଗ୍ରତ ହେଉଥିବ। ଏଇ କେତେ ପଇସା ଏମିତି ଦେଇକିରି କେତେ ପଇସା ନେଇ ଠାକୁର କେତେ ବଡ଼ ଟଙ୍କା ପ୍ରଦାନ କଲେଣି, କାହିଁ ଆମକୁ କେତେବେଳେ କିଛି ଆଶୀର୍ବାଦ ଆସୁନାହିଁ। ସମସ୍ତଙ୍କ ଭିତରେ ଏଇ କଥା ହେଉଥିବ। ଆମ ଭିତରେ ଆଶୀର୍ବାଦ ବହୁତ ଦେଉଛନ୍ତି ଠାକୁର, ଆମେ କିଛି ତାଙ୍କୁ ଦେଇପାରୁନାହାନ୍ତି। ଯେଉଁ ଇଷ୍ଟବୃତ୍ତିର କଥା କହିଛନ୍ତି, ଇଷ୍ଟ ମାନେ ହେଲା ମଙ୍ଗଳ, ବୃତ୍ତି ମାନେ ହେଲା ଭରଣ। ଯେ ଇଷ୍ଟବୃତ୍ତି ଆମେ ଆଜି ଦେଉଛନ୍ତି, ଯେ ଯେଉଁ ଟଙ୍କା ଆକାରରେ ଦେଉଛନ୍ତି ଇଷ୍ଟବୃତ୍ତି, ସେଇ ଟଙ୍କାଏ ପଇସାରେ ଆଜି କିଛି ପାଉନାହାନ୍ତି। ଆପଣ ଦେଖିବେ ଦୋକାନକୁ ଗଲେ ଚକୋଲେଟ୍ ଖଣ୍ଡେ ଯଦି ମାଗିବେ ସେ 2 ଟଙ୍କା କହିବ, କିନ୍ତୁ ଟଙ୍କାକେ ଚକୋଲେଟ୍ ମିଳିବ ନାହିଁ। କିନ୍ତୁ ଆମେ କ'ଣ କରନ୍ତି ଯେ ସେଇ ଇଷ୍ଟବୃତ୍ତି କେତେ କ'ଣ ଦେଉଛନ୍ତି ବୋଲି କହନ୍ତି, ଅଧା ବାଟରୁ ଯଦି କୌଣସି ଅସୁବିଧା ଆସେ ତାହେଲେ ଆମେ ଛାଡ଼ି ଦିଅନ୍ତି, ଆଉ ଠାକୁରଙ୍କୁ ପଚାରନ୍ତି ନାହିଁ। ଫେର ଯଦି କିଏ କହିଲା ମାଲୋ ତୁ ମଙ୍ଗଳବାର କରେ, କିଏ କହିଲା ଯଦି ତୁ ଶୁକ୍ରବାର କରେ, ତୁ ସେ ଶନିବାର କରେ, ଆମେ ସିଆଡ଼କୁ ଦୌଡ଼ିକିରି ଚାଲିଯାଆନ୍ତି, ଆଉ ଠାକୁରଙ୍କୁ ଛାଡ଼ି ଦିଅନ୍ତି। କିନ୍ତୁ ଆମେ ଜାଣୁନାହାନ୍ତି ଆମର ମଙ୍ଗଳ ପାଇଁ ଆମେ ଯେ ଭରଣ କରୁଛନ୍ତି, ଠାକୁରଙ୍କୁ ନେଇକରି ଗ୍ରହ ଗୁଡ଼ାକ ଲଦି ଦେଉଛନ୍ତି, ସେ କଥା ଆମେ କିଏ ଜାଣିପାରୁନାହାନ୍ତି। ତେଣୁକରି ମା ମାନଙ୍କୁ ବିଶେଷ ଅନୁରୋଧ ଯେ ଯେଉଁ ଇଷ୍ଟବୃତ୍ତି କରୁଛନ୍ତି ସ୍ୱଚ୍ଛ ମନରେ ଆନନ୍ଦ ମନରେ ଠାକୁରଙ୍କୁ ଦେଇ ଦିଅନ୍ତୁ ଇଷ୍ଟବୃତ୍ତି। ଆଉ ଯେଉଁ ମଙ୍ଗଳ ଆସୁଛି ସେ ମଙ୍ଗଳକୁ ଅଣ୍ଟି ପାତି ରଖିଦିଅନ୍ତୁ। ଦିନେ କହୁଥିଲି ଯେଉଁ ଯେ ଥରେ ଠାକୁରଙ୍କ ପାଖକୁ ଜଣେ ଭାଇ ଯାଇଥିଲେ, କହୁଥିଲେ ଆଉ ଭାଇ ଠାକୁରଙ୍କୁ ଯାଇ ପ୍ରଣାମ କରୁଛନ୍ତି, ଆଉ ଯାଇକି କହୁଛନ୍ତି ମନର ବେଦନାର କଥା, ଆଉ ଇଷ୍ଟବୃତ୍ତି ମୁଁ ଦେଇକି କେତେ ପଇସା ଦେଇଦେଲେଣି, ଠାକୁର ମୋ ଇଷ୍ଟବୃତ୍ତି ଗୁଡ଼ାକ ଟିକେ ଫେରେଇ ଦିଅନ୍ତୁ। ସେତେବେଳେ ଠାକୁର କହୁଛନ୍ତି ହଉ ଠିକ୍ ଅଛି। ସେ ପାର୍ଷଦମାନଙ୍କୁ କହିଛନ୍ତି ଏଇ ଭାଇ ଜଣଙ୍କ ଯେଉଁ ଇଷ୍ଟବୃତ୍ତି ଯେତିକି ଦେଇଛନ୍ତି ତାଙ୍କର ନିର୍ଭୁଲ ଭାବରେ ଗୋଟିଏ ପଇସା ବି ଏପଟ ସେପଟ ହେବ ନାହିଁ, ତାଙ୍କର ଇଷ୍ଟବୃତ୍ତିକି ଫେରେଇ ଦିଅ। ଇଷ୍ଟବୃତ୍ତି ଫେରାଇବା ପାଇଁ ପ୍ରସ୍ତୁତ ହେଇଛି। ଯେତେବେଳେ ଇଷ୍ଟବୃତ୍ତି ସେ ଫେରେଇ ଦେଇଛନ୍ତି, ସେହି ସମୟରେ ଠାକୁର ଯେତେବେଳେ ଫେରେଇଛନ୍ତି ସେ ବାହାରେ ଖୁସି ହୋଇଯାଇଛନ୍ତି, ଯାହା ହଉ ଏତେ ଗୁଡ଼ିଏ ଟଙ୍କା ମିଳିଲା, ଏତେ ଦିନର ପଇସା ସବୁ ଯୋଗେଇକି ରଖିଥିଲି ଆଜି ମିଳିଗଲା, ଆଉ ଖର୍ଚ୍ଚ ବାର୍ଚ୍ଚ ମୋର କିଛି ଅସୁବିଧା ହେବନି।
କିନ୍ତୁ ସେ ଯେତେବେଳେ ଆସିଲା ବେଳେ ଠାକୁରଙ୍କୁ ପ୍ରଣାମ କରି ଆସୁଛି, ସେତେବେଳେ ଠାକୁରଙ୍କୁ ଯଦି ଏଇ ଶୁଣୁ କଣ ଠାକୁର ଡାକିଲେ ଆଉ କଣ ଦେବେ କି ପଇସା ପତ୍ର, ତା ମନରେ ଏଇ ଭାବନା ଲୋଭଟା ଆସିଛି। କିନ୍ତୁ ସେତେବେଳେ ଭାଇ ଜଣକ କହୁଛନ୍ତି ଯେ କଣ ଆଉଥରେ ଠାକୁର ଡାକିଲେ ନା, ତୁ ଯେତେବେଳେ ରାସ୍ତାରେ ଯିବୁ ନା ଏତେ ଗୁଡ଼ିଏ ପଇସା ଧରିକିରି ଯିବୁ, ତାହିଁରୁ କିଛି ପଇସାର ବିସ୍କେଟ୍ କିଣିବୁ, ଆଉ ବାଟରେ ଯେତେଟା କୁକୁରକୁ ଦେଖିବୁ ସେମାନଙ୍କୁ କିଛି ଖାଇବାକୁ ଦେବୁ। ସେତେବେଳେ ଭାଇଟି ଖୁସି ହେଇଯାଇଥିବ, ଏତେ ଗୁଡ଼ିଏ ପଇସା ବିସ୍କେଟ୍ ଟଙ୍କାରେ 2 ଟଙ୍କା, ସେତେବେଳେ 2 ଟଙ୍କାରେ ପ୍ୟାକେଟ୍ ବିସ୍କେଟ୍ ମିଳୁଥିଲା, ସେ ଦେଇଦେବି ବୋଲି ଭାରି ଖୁସି ହେଇଗଲା। ସେ ଯେମିତି ରାସ୍ତାରେ ଗଲାବେଳେ କିଣିଲେ ବିସ୍କେଟ୍ କିଣି କିଛି କୁକୁର ଶୋଇଥିଲେ ସେମାନଙ୍କ ପାଖରେ ନେଇ ଯେମିତି ପକେଇଛନ୍ତି, କୁକୁର ଗୁଡ଼ାକ ଖାଇଲେ। ଖାଇବା ପରେ ସେମାନେ ଚାଲିଗଲେ, ମରିଗଲେ। ମରିଯିବା ପରେ ଯେ ଭାଇ ଜଣକ ଛାନିଆ ହେଇଗଲେ, କଣ ଠାକୁର କହିଲେ ବିସ୍କେଟ୍ ଦେବୁ ବୋଲି, ମୁଁ ବିସ୍କେଟ୍ ଦେଲି, କୁକୁର ଗୁଡ଼ାକ ମରିଗଲେ। ପୁଣି ତାପରେ ଆଉ ଟିକେ ବାଟ ଯାଇଛନ୍ତି, ହଉ ସେ କୁକୁର ଯାକର କିଛି ରୋଗ ଥିବ ତ, ମୋ ଦେହ ଅସୁସ୍ଥ ଥିବ, ସେମାନେ ମରିଗଲେ। ଏମିତି ଭାବୁଛନ୍ତି, ମନରେ ଇଆଡ଼େ ପାପ ହେଇଛି, କଷ୍ଟ ହଉଛି। ଆଉ ଟିକେ ବାଟ ଯାଇଛନ୍ତି, ଆଉ 2ଟା କୁକୁର ଦେଖିଲେ, ତାଙ୍କୁ ବିସ୍କେଟ୍ ଦେଲେ, ସେଇ ବିସ୍କେଟ୍ ଦେବା ଭିତରେ ସେମାନେ ବି ମରିଗଲେ। ଏମିତି ଭିତରେ ଠାକୁରଙ୍କ ପାଖକୁ ପୁଣି ଫେରିକି ଆସିଛନ୍ତି, ଘରକୁ ଆଉ ଯାଇନାହାନ୍ତି। ଆସିଲା ବେଳେ କହୁଛନ୍ତି, ଠାକୁର ଆପଣ କହିଲେ ଯେ ଇଷ୍ଟପତି ପଇସା ଧରିକିରି ମୁଁ ଗଲି, ଆଉ କିଛି ପଇସାର ବିସ୍କେଟ୍ କିଣିକିରି ଖୁଆଇଲି, ଆଉ ସେ ଖୁଆଇବା ଭିତରେ ସେ କୁକୁର ଗୁଡ଼ିକ ମରିଗଲେ, କଣ ସବୁ ଏସବୁ ହେଉଛି? ଠାକୁର କହିଲେ ନାଇଁ, ସବୁ ଠିକ୍ ହେଇଛି, କିଛି ଭୁଲ ହେଇନାହିଁ। ତୁ ଯୋଉ ଇଷ୍ଟପତି ଗୁଡ଼ାକ ନେଲୁ, ଗ୍ରହ ଗୁଡ଼ାକୁ ଆଉଥରେ ଫେରେଇକିରି ନେଇଥିଲୁ, ତୁ କେତେ ଯେ ପାପ ତାପ, କେତେ ଦୁଃଖ କଷ୍ଟ, କେତେ ବେଦନାରୁ ମୁକୁଳିତ ହେଇଥିଲୁ ଏତିକି ଇଷ୍ଟପତି ଦେଇ, କିନ୍ତୁ ସେଗୁଡ଼ିକୁ ଆଉଥରେ ଯେତେବେଳେ ଫେରେଇକିରି ନେଉଛୁ, ତୁ ସେତେବେଳେ ତୋର ଗ୍ରହଟାକୁ ନେଇକି ତୋ ଘର ଭିତରେ ପୁରେଇବାକୁ ଯାଉଛୁ, ତୁ ସେଇ ପାପର ଅଧିକାରୀ ହେଉଛୁ। ସେତେବେଳେ ରକ୍ଷା କର ପ୍ରଭୁ, ମୋତେ କୁକୁର ପାପରୁ ମୁକ୍ତି କର, ମୁଁ ନହେଲେ କୋଉ ଜନ୍ମରେ ବି ଏଇପରି କଷ୍ଟ ପାଇବି ବୋଲି ସେ ସବୁ ଇଷ୍ଟବୃତ୍ତି ଫେରେଇ ଦେଇଛି। ଠାକୁର ଆଉ ଏମିତି କେବେ ମଧ୍ୟ ଇଷ୍ଟବୃତ୍ତିକି ଫେରେଇ ନେବି ନାହିଁ। ଇଷ୍ଟବୃତ୍ତି ପଇସା କିଏ ଖାଇ ନାହିଁ, କି କିଏ ଖାଇକିରି ଦିନ କରିବାର କାହାର ଶକ୍ତି ନାହିଁ। ଏମିତି ବହୁତ କଥା ଅଛି ଇଷ୍ଟବୃତ୍ତି ଭିତରେ, ସବୁ କଥା ତ କହି ହୁଏନି। ଆଉ ଜଗଜ୍ଜନନୀ ବଡ଼ମା ଯେତେବେଳେ ଠାକୁରଙ୍କ ପାଖରେ ଥାଆନ୍ତି, ସବୁବେଳେ ଠାକୁରଙ୍କ ପ୍ରତି ତାଙ୍କର 2ଟି ନୟନ, ଯେ ଯେମିତି କଚ୍ଛପ ଦେଖିଥିବେ, ଯୋଉ କଇଁଛର କଥା କହୁଛନ୍ତି, ସେ ସମୁଦ୍ରରେ ଥିଲେ ମଧ୍ୟ କଣ ହେଲା, ସେ ଅଣ୍ଡା ଯେତେବେଳେ ତାର ବାଲିଚଡ଼ାରେ ଦେଇକିରି ଅଣ୍ଡାକୁ ଘୋଡ଼େଇ ଥାଏ, ସମୁଦ୍ର ଭିତରେ ଥାଇ ତାର ନଜରଟି ସେଇ ଅଣ୍ଡା ଉପରେ ପଡ଼ିଥାଏ। କିନ୍ତୁ ସେଇପରି ଆଜି ଯେ ଜଗଜ୍ଜନନୀ ବଡ଼ମା ଯେ କଣ କରିଥାନ୍ତି ନା, ଘରେ ରୋଷେଇ କରିଥାନ୍ତୁ, ଯେ ରୋଷେଇଶାଳରେ ଠାକୁରଙ୍କ ପ୍ରତି ତାଙ୍କର ନଜରଟା ଥିବ। ଠାକୁରଙ୍କ ପାଖକୁ କେତେ ଭକ୍ତ ଆସିଲେ, କାହାର କଣ ଆବଶ୍ୟକତା ହଉଥିଲା, କାହାର କଣ ଆବଶ୍ୟକତା ହଉଥିଲା, କାହାକୁ କଣ ଦରକାର ପଡୁଥିଲା, ଠାକୁର କେଉଁ ସମୟରେ ବଡ଼ ବୋଉ ବୋଲି ଡାକିଲାରୁ ମା ଯାଇକି ହାଜର ହେଇଯାଉଥିଲେ। କିନ୍ତୁ ଆମ ସ୍ୱାମୀ ଡାକି ଡାକିକି ତଣ୍ଟି ଶୁଖି ଯାଉଥିବ, ଆମେ ଯିବା ପାଇଁ ନାରାଜ। ହଁ, ମୋ ପିଲା ଛୁଆଙ୍କର କଥା ଦେଖିବି ନା, ତୁମେ ଘଡ଼ି ଘଡ଼ି ଲଢ଼ି ପକଉଛ, କେତେବେଳେ ଯିବି, ମୋର ସମୟ ନାହିଁ, ଆମେ ଏ ପ୍ରକାର କହିଥାନ୍ତି। କିନ୍ତୁ ବଡ଼ ବୋଉ ଯାଇ ସେ ଜାଗ୍ରତ ପ୍ରହରୀ ଭଳି ଜଗୁଥାନ୍ତି ଠାକୁରଙ୍କୁ। ଦିନେ ଠାକୁର ବସିଥାନ୍ତି ପାର୍ଶ୍ୱକମାନଙ୍କ ପାଖରେ, ଯେ ଠାକୁରଙ୍କୁ ଛିଙ୍କ ହୋଇଛି। ଛିଙ୍କ ହେବା ଭିତରେ ବଡ଼ ବୋଉ ଦୌଡ଼ିକି ଆସିକିରି ଗୋଟେ ଶାଲ ଆଣିକିରି ଘୋଡ଼େଇ ଦେଉଛନ୍ତି ଠାକୁରଙ୍କୁ, ଯେ ଛିଙ୍କ ହେଲା ଠାକୁରଙ୍କୁ। କିନ୍ତୁ ଆମ ସ୍ୱାମୀ ଜ୍ୱରରେ ଶୋଇଥିଲେ ମଧ୍ୟ ଆମେ ଜାଣିବାଟା ନାରାଜ, ଆମେ ହେଇପାରିବନି। ଆମ ସ୍ୱାମୀ ହଁ ହୋଇଥିବ, ଟିକେ ଜ୍ୱର ଟିକେ ହେଇଥିବ, ଟାବଲେଟ୍ ଆଣି ଖାଇଥିବ, ନିଜେ ଟାବଲେଟ୍ ଆଣି ଖାଇଥିବ, ଆମେ ଦେବାକୁ ସମୟ ନାହିଁ। ତେଣୁକରି ପ୍ରତି ମା ମାନଙ୍କୁ ଅନୁରୋଧ, ପ୍ରତିକି ସଂସାରକୁ ସଜାଡ଼, ପ୍ରତିକ ପୁଅ ଝିଅକୁ ଆଜି ଯୋଉ ତିଆରି କରିବା ପାଇଁ ଠାକୁରଙ୍କର ଡାକରା, ଯୋଉ ଇଷ୍ଟବୃତ୍ତି ଯୋଜନ ଯାଜନ, ଯେ ଆମେ ଦୀକ୍ଷା ନେଇଯାଉଛନ୍ତି, ଆମ ସ୍ୱାମୀକି ଦୀକ୍ଷା ଦେଉନାହାନ୍ତି, ଆମେ ଦୀକ୍ଷା ନେଉଛନ୍ତି, ଆମ ପୁଅ ଝିଅ 12 ବର୍ଷ ହେଇକି ସେ ବାହା ଚୁଡ଼ା ହେଇଯାଉଛି ପଛକେ ତାକୁ ଦୀକ୍ଷା ଦେଉନାହାନ୍ତି, ନା ପିଲା ଲୋକଟା। ଥରେ ମା ଜଣେ ଯାଇଥିଲେ ଠାକୁରଙ୍କ ପାଖକୁ, କହିଲେ ଠାକୁର ମୋ ପୁଅଟା କେମିତି ଭଲ ପାଠ ପଢ଼ିବ, ଆଉ ମୋ ପୁଅଟା କେମିତି ଭଲ ଗୋଟେ ଚାକିରି କରିବ। ସବୁବେଳେ ବାରମ୍ବାର ଯେତେବେଳେ ଯାଇକି ସେ ନିବେଦନ କରନ୍ତି, ସେ ଠାକୁର ହଁ କରନ୍ତି। ସେ ଦିନେ କ'ଣ କରିଛି ନା, ଠାକୁରଙ୍କୁ ଯାଇ କହୁଛି ମୋ ଛୁଆଟା ଏବେ ତ ମେଟ୍ରିକ୍ ପାସ୍ କରିବ, ପାଠ ପଢ଼ିବ, ଠାକୁର ଆଉ ଟିକେ ଫାଷ୍ଟ କ୍ଲାସ୍ ହେଇଯାଉ। ଠାକୁର ହଁ କରିଛନ୍ତି। ଆଉ ଠାକୁରଙ୍କ ପାଖକୁ ଯେତେବେଳେ ଯାଇ ସେ କହୁଛି ବାରମ୍ବାର, ଠାକୁର କହୁଛନ୍ତି ତାକୁ ନାମଟା ଦେଇଦେଉନ। ସେତେବେଳେ ମା ବି କହୁଛନ୍ତି ସେ ଛୋଟ ଛୁଆଟା ତ, ଆଉ ଟିକେ ବଡ଼ ହଉ,
ତାକୁ ନାମଟା ଦେବି। ସେ ଠାକୁରଙ୍କ କଥାକୁ ଇଙ୍ଗିତକୁ ବୁଝିପାରୁନି। ଠାକୁରଙ୍କୁ ନାମ ଦେବା କଥା କାହିଁକି କହିଛନ୍ତି ନା ନାମଟା ଦେଲେ ସେ ଠିକ୍ ରାସ୍ତାରେ ଯିବ। ମେଟ୍ରିକ ପଢ଼ିଲା ପରେ ଆମେ ଛୋଟ ଛୁଆ ତାକୁ ଛାଡ଼ି ଦେଉଛନ୍ତି। ସିଏ ଯେତେବେଳେ ପ୍ଲସ୍ ଟୁ ପଢ଼ିବ ସିଏ ତାକୁ କୁଆଡ଼େ ଛକା ଚୌକା ମାରିବ, ତାକୁ ଆଉ ଧରିବାଟା କଷ୍ଟକର ହେବ ମାଆ ମାନଙ୍କ ମଧ୍ୟରେ। ବାପା ବି ଆଇଲେ ମଧ୍ୟ ଖାପ ଖାଇବ ନାହିଁ, ବାପାକୁ ମଧ୍ୟ ସେ କଥା ଶୁଣିବ ନାହିଁ। ତେଣୁକରି ମାଆଟି ବାରମ୍ବାର ଯାଇକି ଯେମିତି କହୁଛନ୍ତି, ମାଆ କହୁଛନ୍ତି ଛୋଟ ଛୁଆଟା ତ ମେଟ୍ରିକଟା ପାସ୍ ହେଇଯାଉ, ସିଏ ଯାଇକିରି ତ ଇଏ ନାମଟା ନେବ। ପୁଣି ଆଉ ଥରେ କହୁଛନ୍ତି ଆଉ ଯେତେବେଳେ ମେଟ୍ରିକ ପାସ୍ ସରିଲା ମାଆ ଯାଇକି ଜଣାଉଛନ୍ତି ମୋ ପୁଅ ମେଟ୍ରିକ ପାସ୍ କଲା, ଆଉ ଆପଣଙ୍କୁ କହିକରି ଫାଷ୍ଟ କ୍ଲାସ୍ଟେ ହେଲା। ସେତେବେଳେ ଠାକୁର ଖୁସି ହେଉଛନ୍ତି, ହଉଛି ମାଆ ତାକୁ ଟିକେ ନାମଟା ଦେଇଦେ। ସେତେବେଳେ ମାଆ କହୁଛି ରହିଥ ତାର ଟିକେ ପ୍ଲସ୍ ଟୁଟା ସେ ପାଠ ପଢ଼ିବ, ଭଲ ପାଠ ଟିକେ ପଢ଼ି ଗୋଟେ ଚାକିରି ଟିକେ କଲେ ସିନା ଠାକୁର ତାକୁ ତାକୁ ଯେ ତାକୁ ନାମଟା ଦେବି। ଆଉ ଏବେ ତ ସେ ବାର ଆଡ଼େ ଏପଟ ସେପଟ ଯାଉଛି, ଯେମିତି ଆମେ କହୁଛନ୍ତି ଆମ ପିଲାଟା ପିଲା ଲୋକ ଯେ ତାର ସମୟ ହେଇନାହିଁ, ପିଲା ଲୋକ ପାଳି ପାରିବନି, କେତେ ବାହାନା ସେ କାଢୁଛନ୍ତି ଆମର ଆଉ କହିବାକୁ ଇଚ୍ଛା ନାହିଁ। ସେମିତି ମା ଜଣକ ବାରମ୍ବାର ଠାକୁରଙ୍କ କଥା ଶୁଣୁନାହାନ୍ତି। ଠିକ୍ ସେମିତି ହେଇ ପୁଅଟି ଚାକିରି କଲା। ଚାକିରି କରିବା ପରେ ସେ ମା ଚାହିଁ ରହିଛି ପୁଅଟି ଆସିଲେ ବାହାଘର କରିବ। ସେ ମା ଚାହିଁବା ପଥକୁ କ'ଣ ସେ ଅପେକ୍ଷା କରିଛି? ସେ ବାହାଘର କରିସାରିଛି ବିଦେଶରେ ଯାଇ ଚାକିରି କରିକି। ଆଉ ମାର କଥା ବି ଆଉ ମନେ ପଡ଼ିଲା ନାହିଁ ପୁଅର। ସେତେବେଳେ ଠାକୁରଙ୍କୁ ଆସି ସେ କହୁଛି ଠାକୁର ମୋ ତ ପୁଅ ଆଜି ମୋ କଥା ଶୁଣିଲା ନାହିଁ, ବିଦେଶରେ ବାହାଘର କଲା, ଆଉ ସେ ଯୋଉ ବୋହୂ ଆମର କି କଥା କହୁଛି ମୁଁ ତାର ଭାଷା ବୁଝିପାରୁନାହିଁ। ସେତେବେଳେ କାନ୍ଦି କାନ୍ଦି ମାଟି କହୁଛି, ସେତେବେଳେ ଠାକୁର କହୁଛନ୍ତି ଆଉ ତାହେଲେ କ'ଣ କରିବା? ତାହା କହୁଛି ମୁଁ ବଞ୍ଚିବି କେମିତି? ସେତେବେଳେ ଠାକୁର ତାକୁ କହୁଛନ୍ତି ତୁ ବଞ୍ଚିବା ପାଇଁ ହେଲେ ତୋର ସାଇ ପଡ଼ିଶାରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କର କିଛି ମାଣ୍ଡିଆ କିଛି ଚାଉଳ ଯାହା ଯୋଉ ପଇସା ଘୋରଣା କରାହୁଏ, ଗୋଟେ ଘୋରଣା କିଣିକିରି ଆଣି କାହାର ମାଣ୍ଡିଆ ଟିକେ ଭରିଦେବୁ, କାହାର ମୁଗ ଟିକେ ଚୁରି ଦେବୁ, କାହାର କେଉଁ କାମ କରି ସେମାନେ ଯାହା କିଛି ଅଳ୍ପ କିଛି ଦିଅନ୍ତି ତାକୁ ଧରି ତୁ ବଞ୍ଚିକିରି ପୋଷଣ କରିବି। ଚିନ୍ତା କରନ୍ତୁ ଆମେ କେତେ ସବୁ ତଳ ସ୍ତରକୁ ଯାଇଛନ୍ତି, ବିଶ୍ୱାସ କରୁନାହାନ୍ତି ଠାକୁରଙ୍କୁ। ଥରେ ଠାକୁରଙ୍କ ପାଖକୁ ଆଉ ଜଣେ ଯେ ଭାଇ ଯାଇଥିଲେ, ଆଉ ସେଦିନ ସେ ଠାକୁରଙ୍କ ପାଖରେ ନିବେଦନ କରୁଛନ୍ତି ଠାକୁର ଆଉ ମୋର ପରିବାରକୁ ଯେତେ ଅଦିନେ ମଧ୍ୟ ଅଭାବ ହେଉଛି। ସେ ଅଭାବର କଥା ଯେତେବେଳେ ଠାକୁର ଶୁଣିଛନ୍ତି ସେଇ ସମୟରେ ତାହେଲେ କ'ଣ କରିହେବ? ମୁଁ କେଉଁ ରାସ୍ତାରେ ଗଲେ ମୋର ଅଭାବଟା ଭାବରେ ପୂର୍ଣ୍ଣ ହେବ? ମଣିଷ ଜୀବନରେ ତ ଅଭାବଟା କେବେ ପୂର୍ଣ୍ଣ ହେଇନାହିଁ। କିନ୍ତୁ ଭାଇ ଜଣକ ଯେତେବେଳେ କହିଛନ୍ତି ସେ ସବୁବେଳେ ଠାକୁରଙ୍କୁ ଭଲ ପାଆନ୍ତି, ବିଶ୍ୱାସ କରନ୍ତି, ଠାକୁର ଯାହା କହନ୍ତି ସେଇ କାର୍ଯ୍ୟ ଗୁଡ଼ାକ କରନ୍ତି। କିନ୍ତୁ ମା ତାଙ୍କର କହୁଛନ୍ତି ଆଜି କେତେ ସବୁ ଅତିଥି ଆସିବେ ଆମ ଘରକୁ, ଆଜି ଘରେ କିଛି ଖାଇବା ନାହିଁ, ତୁମେ ଠାକୁର ଡାକିଛନ୍ତି ବୋଲି ପଳେଇଯିବ। ସେତେବେଳେ ଦାଦା ଜଣକ କହୁଛନ୍ତି ହଁ ସେ କୁଣିଆ ମାନେ ଯିଏ ଆସନ୍ତୁ ଅତିଥି ଆସନ୍ତୁ, ତୁମେ ତାଙ୍କୁ ଚର୍ଚ୍ଚା କରିଦେବ, ଆମ ଘରେ ଯାହା କିଛି ଅଛି ତାକୁ ନେଇକିରି ଯେହେତୁ ମା ହେଇଛ ମା ଭାବରେ ସଜାଡ଼ିକି ସବୁ ସଜାଡ଼ିକି ଖାଇବା ପିଇବା ଦେଇକି ତାଙ୍କୁ ଯୋଗେଇଦେବ। ଘରେ କିଛି ବି ନାହିଁ, କିନ୍ତୁ ମା ସହିକିରି ଅଛନ୍ତି। ଭାଇ ଯାଇଛନ୍ତି ଠାକୁର ଡାକିଛନ୍ତି। ଏଇ ଭିତରେ ମା ମନରେ ବହୁତ କଷ୍ଟ, ଦାଦା କୁଆଡ଼େ ଗଲେ ହେରି, ଆଉ ଏଇ ଯେଉଁ ଲୋକମାନେ ଆସିବେ ଅତିଥିମାନଙ୍କୁ କ'ଣ ଖାଇବାକୁ ଦେବେ? କିଛି ତ ନାହିଁ ଘରେ, କୋଉ ଭାବରେ ଦେବି ଏମାନଙ୍କୁ? ଏମିତି ମନରେ ବିଚାରଣ କରୁ କରୁ ଠାକୁର କାମରେ ଲାଗିଛନ୍ତି ସେଇ ଦାଦା ଜଣକ। ଠାକୁର କ'ଣ କରିଛନ୍ତି, 2 ଜଣ ପାର୍ଶ୍ୱଦକୁ ଡାକିଛନ୍ତି, ଏ ଅମକ ଦାଦାହାର ଘରକୁ ଗୋଟିଏ ଶଗଡ଼ ଗାଡ଼ି କରିବ, ସେଇ ଶଗଡ଼ ଗାଡ଼ିରେ ଏଇ ଚାଉଳ ଡାଲି ଆଉ ଏଇ ଯେଉଁ ପନିପରିବା ଭଲ ଭଲ ଜିନିଷ ସବୁ ମିଠା ଖେଚୁଡ଼ି କରିବାର ଜିନିଷ ସବୁ ଗୋଟିଏ ଗାଡ଼ିଏ ଜିନିଷ ଆଉ ତାଙ୍କର ଭାଇଙ୍କର ରୂପ ଭଳି ହେଇ ନେଇକିରି ପହଞ୍ଚେଇ ଦେଇଛନ୍ତି। ତାଙ୍କର ଦାଦାଙ୍କର ରୂପଟା ଯେ ପ୍ରକାର ସେଇ ଭାଇ ଧରିକିରି ଗଲା ଭଳି ଯାଇ ତାଙ୍କ ଘରେ ଦେଇକି ପଳେଇ ଆସିଛନ୍ତି। ଏଇ ଦାଦା ଇଆଡ଼େ ଠାକୁରଙ୍କ କାମରେ ଲାଗିଛନ୍ତି। ଯେ ସେଇ ସମୟରେ ଦେଇକି ଆସିଲା ପରେ କ'ଣ ହେଇଛି ନା ଯେତେବେଳେ ସବୁ କାମ ଛାଡ଼ିକିରି ଦାଦା ଫେରିଛନ୍ତି ସେତେବେଳେ ଠାକୁର କହିଛନ୍ତି ଦାଦା ମୁଁ ଘରକୁ ଯିବି, ସେତେବେଳେ ଯାଆନ୍ତୁ ବୋଲି କହିଛନ୍ତି। ସେ ଯେମିତି ଘରକୁ ଫେରିଲା ପରେ ଦେଖିଲେ ଘର ପାଖକୁ ଯାଉଛନ୍ତି, ମହ ବାସ୍ନା ଆସୁଛି, ଏତେ ସୁନ୍ଦରିଆ ଖାଦ୍ୟର ବାସ୍ନା ଆସୁଛି। ସେତେବେଳେ ସେ କହୁଛନ୍ତି କି କ'ଣ ଆଜି ଘରେ କ'ଣ ଆଇଟମ୍ ହେଉଛି, ଏତେ ଜୋରରେ ବାସ୍ନା ହେଉଛି, କ'ଣ ଖାଦ୍ୟ କେଉଁଠୁ ଆସିଲା, କେମିତି ଆସିଲା? ମୁଁ ତ ଆଜି ଇଷ୍ଟକର୍ମରେ ଲାଗି ଯାଇଥିଲି, ମୁଁ ତ ଠାକୁର କର୍ମରେ ଲାଗି ଯାଇଥିଲି, ଘରକୁ କିଏ କେଉଁଠୁ ଆଣିଲା କ'ଣ? ଏମିତି ଭାବୁଛନ୍ତି, ମନେ ମନେ ଭାବି ଦ୍ୱାର ପାଖକୁ ଯେମିତି ଯାଉଛନ୍ତି କେତେ ଜୋରରେ ବାସ୍ନା ଆସୁଛି,
दादा बुझी पार्टी जे ये बासना सब कुआड़ आसूची कौन होती सब आज कर देखला आसिकी किसी समय पर द्वार मुझे खटखट करती माँ आसिक द्वार खोली आते कहते माँ आती कौन हो घरे के जोरे बासना हो खाद्य गुड़ाक ना हाँ आपण आसिक जिनस गुड़ाक देकर गले आप जानी ना पचार आज सब भल भल खाद्यर बासना कहीं आसूची ये अबा कह मुझे कहीं आसनी तुमको खाद्य आणिक देला किए कौट चाउल आण कौट डाली आण ये सब भल भल जिनसर बासना आसूसी एगुड़िका सब कौट आण कहीं मुझे आसनी मुझे ठाकुर कम लगी तुमको गुड़ाक आण किए देला से आश्चर्य हो जाती माँ आउ भाई जन कांदी पकईला दादा जनक ना कौन जे परम पिता आसी तू दर्शन करूँ मुझे थर जाऊँगी मुझे ठाकुर को स्वरूप दर्शन करना चिंता करती अंतर्जामी केते आपणार सेमिति ठाकुर परमहंस रामकृष्ण परमहंस जितेबले आसीथिले सेतेबले से जितेबले देह त्याग कले चलीगले ठाकुर अनुकूल चंद्र आसीगले से समय कथाटी कही मोर आलोचना सांग करी समय अतिक्रांत जे से समय कौन होती ठाकुर परिवार भी किसी खाद्य ना खाद्यर अभाव किंतु ठाकुर जन्म होती छोट छुआ जे से कौन कर घर को अतिथि आसवे शारदा देवी जे रामकृष्ण स्त्री दासी परिवार धरिकी आसी ठाकुर को दर्शन करने रामकृष्ण परमहंस गला जिते ठाकुर आसती दर्शन करने सहित से एका आसती सहित सब चेला चामुंडा धरिकी जो आसवे बोली खाद्य पानी सहित किसी दरकार से दिन भी अभाव ठाकुर घरे माँ चाह रही मनमोहिनी कौन रोषे कर देवी कि प्रकार देवी आउ से अतिथि आसुँच ठीक गंगा नदी कूल गंगा नदी में बसले नदी नौकार पार पट को गले ठाकुर घर को जीवे दर्शन करेंगे ठाकुर माँ मन में बहुत आनंद ओह जे बहुत दिन जो छाड़ी देते स्वामी को रामकृष्ण परमहंस को से दर्शन करेंगे केमती जे कथार से पागल किंतु एमाने कौन पागल ना एमान घर किसी खाद्य नहीं अतिथि मानक केमती खाद्य रोषे करदेवे ए भाव भितर ठाकुर कौन करछंती से तो अंतर्यामी सब कथा बुझी पारती से एते जोरे कांद करछंती एते जोरे रडिछंती जे गंगा नदी कूल ठाकुर को बुलेगा को ताकर धाई माँ धरिकी जाइछि आ धाई माँ जिते धरिकी जाइछि डंगार सकाळ ओढ़िछंती डंगार जीवे बोली शारदा देवी देखुंट ठाकुर जोर पाटे चित्कार कर दर्शन से गला दासी परिवार समस्त को धरी से आउ कौन जीवी से पड़ू ये ठाकुर को दर्शन हो गला ठाकुर को देखा हो गला आउ घर को किसी जीवा दरकार नहीं भाभी से पुणी से गंगा नदी पार होकर पड़े गले चिंता करतु ठाकुर केते आपणार एते जोर कांदिले गंगा नदी की नवा पड़ला आ घर को अतिथि आसे पड़लानी कि खाया व्यवस्था करिया किसी पड़लानी तेणुक आम मैंने भी सब यदि किसी समस्या आसे किसी दुख दुर्दशा आसे आम भीतर यदि ठीक ठीक इष्टभूति करुवा ठीक ठीक जब इष्टर कर्म करुवा इष्ट कर्म कौन कौन सी गुरु भाई आसिले कौन सी आज आम उत्सव होपारे अवश्य आम कौन कम थाए ताल आमर किसी अर्घ्य देवाक पड़ो ना देवे कौन हम से कामटी ठाकुर कामटी बंद न रही कामटी परिपूर्ण होमें कौन करती मुझे जीविनी मु गले कौन हम ना मुझे 100 टंका देवी ना 100 टंकार खाइबी आउ 50 टंका जी बड़का अच्छी ठाकुर को आनी मु साई पड़िशा देवी कि मो पुझी खाइबी भर मोर कौन है जे मु जहाँ चाहूँ जहाँ किसी दान पुण्य कर दान पुण्य कर आम सब कौन ना जहाँ किसी देवा देवा भर ठाकुर किसी कार्य परिपूर्ण होबार अच्छे आम जब किसी दे पारे कौन हाँ किसी हाँ से माड़ तो शिखी ए माड़ से जहाँ दिए दौरान से देवा भर दे आमर अभावटा परिपूर्ण हुए ठाकुर कहते नकरी पाइबा चाहे दुख तार पछे पछे धाए आम किसी करवा ना इष्टवृत्ति आम किसी देवा नहीं ठाकुर इष्टकर्म जहाँ पैसा पत्र पैसा क्या अभाव नहीं माँ केते अभाव थिला किंतु वर्तमान जुगे क्या अभाव नहीं देखो आपण मैंने कहे पेंशन आकार मैंने माँ 1000 टंका पाँच कमटा 80 वर्ष तो 3000 पाँच कि
तेल को 50 टंका 100 टंका दे पारे ठाकुर को नहीं हृदय ए मन यही भाविया कथा मुझे मो प्रभु को देवी मो द्वारा मो प्रभु की भल पाइबी देवा भर देवी भल पाइबार जागृत हो आम भितर आमर मनटा एका छोट हो जाए सब मनटा करी ये मनटा छोट हो जाए हाँ मुझे केते माँ देवे कौन ठाकुर काम हेनी ठाकुर कहले जे कौन सी राजनीतिर धन को आनी ये उपयोग करना गोटे गोटे गुरु भाई गुरु माँ जी गोटे टंकाए टंकाए देवे ताहले कोटी कोटी टंकार मंदिर छिड़ा हो सहज कथा किंतु आम करूना पाऊना माँ मान ठाकुर प्रथम बाणी कही मोर कथा जदि कथा चिंतार खोराक मात्र हुए कर आचरण भीतर ताहा फुटे करी न पाइबा तुम तम शासन रही किंतु अति निश्चय तुम प्रथम बाणी नारी नीति कहते नारी नीतिर टिके टिके स्टेप आम पढ़ा संध्या बेले आउ सत्यानुसरण टिके स्टेप पढ़ा सका बेलू आ संध्या प्रार्थना सका प्रार्थना भीतर दे ठाकुर सब हजारी आमे ठाकुर किसी मागिबा पड़ो ना दुई बेला प्रार्थना भितर शंखध्वनि भितर जदि दुई बेला प्रार्थना ठीक समय कर जीवन में जहाँ किसी आवश्यकता ताहा ठाकुर पूरण कर बड़ बो दिने कौन होती ठाकुर बसी बहुत पार्षद बसी पाखे ठाकुर पाटी की गोटे खंडे लवंग पकेला भितर लवंग तल को खसी जाइए खसी से लवंगटी हजि जाइए ठाकुर खोजुंट आलू आलू होगी बहुत पार्षद भी आसी खोजले लवंगटी पाइले ना से ठाकुर कर बड़बो डाक बड़बो आसी लवंगटी खोजिक बाहर कर ठाकुर नाभि पाखे थी लवंगटी से कहते जे बड़ बो द्वारा जदि बड़ बो न मोर लोक जीवन सार्थक हो पारि न था बड़ बो जदि न था आज लोक मान आयत कर पारि न था बड़ बो जदि माँ होता ताहले से मो श्री ठाकुर कारण मोर से होता चिंता कर परम पिता कथा माँ कथा आम कौन कहीपर आउ थे जड़े टाइम गोटे कथा कह सारी बड़दा जिते थे बड़दा थी समय जड़े माँ तार झीटी दुईटी जगह गोड़ विकलांग विकलांग समय से माँ जी बड़दा को नवेदन कर दर्शन कर छोटी झीटे को घर छाड़ी से दर्शन कर प्रणाम कर मोर झीटी केमती चलो केमती चलो चली पारे मनर वेदनाटी से प्रणाम कर बड़दा कहते ए माँ जा दुईटा जोता किन धरिका दुईटा जोता किन धरिका समस्त आश्चर्य होती राति अध है कौन बड़दा कहते दुईटा जोता किन आने पादर जोता से समय माँ जनक जाती किसी गुरु भाई को कही नवेदन कर गुरु भाई जाती बहुत खोजाखोजी कर प्राय 12टा घंटे राति है किंतु जोता मिलला नहीं समस्ते निराश फेरिकी आसला समय देखते बाटर गोटे छोटिया जोता दुकान गोटे पठाण भाई छोटा दुकान कर दुकान से जोताटी भाई इनका जोता अच्छी देखा चित्रटा देखला भाई जनक से दुईटा जोता काटिकी दौरान आई दुईटा जोता धरिकी जो बड़दा दौरान बड़दा पाखे जो नवेदन कर जोता दुईटा भार खुशी हो जाती बड़दा से गोटे गलती आपर माटी जो आश्रम फेरी देखला दांड मुहर से देखु तार झीटी चली चली बुलू तार झीटी गोड़ दीटी भल हो जाती चली चली बुलू परम पिता किए से कहते 10,000 वर्ष पर्यंत ये मानव देह रूप धरी न आसिले आचार्य लीला करी लीला भितर मत 10,000 वर्ष पर्यंत आपण मैंने दर्शन करेंगे आरी कथा को नहीं मानवे जो आचार्य देव जो अभिज्ञाकर कथा आज से कहीकि जाती आम धारा विधि विधान भर देखिए चलवा पुणी समस्त मंगल कामना करे से पूर्णिमा परिवार से सीमांचल भितर परिवार यही ग्रामर यही परिवेश समस्त मंगल कामना कर आलोचना कर वंदे पुरुषोत्तम वंदे पुरुषोत्तम वंदे पुरुषोत्तम।